ଇଗୋ କୁ ନେଇ ପିତା ପୁତ୍ରଙ୍କ ଭିତରେ ବା ଅଭିଭାବକ ଓ ସନ୍ତାନଙ୍କ ଭିତରେ ସମ୍ପର୍କ ଭଲ ରହେନି ବା ବାର୍ଦ୍ଧକ୍ୟ ଜୀବନରେ ପିଲାମାନଙ୍କ ଠାରୁ ସୁଖ ମିଳିବ ନା ନାହିଁ ସେ ବିଷୟରେ ବିଚାର କରିବା। କୁଣ୍ଡଳୀର ଚତୁର୍ଥ ସ୍ଥାନ ଯାହା ସୁଖ ସ୍ଥାନ ତାହା ମଧ୍ୟ ବାର୍ଦ୍ଧକ୍ୟର ସୁଖ ଅବସ୍ଥାକୁ ସୂଚନା ଦେଇଥାଏ। ତାହେଲେ ବିଚାର କରନ୍ତୁ ବାର୍ଦ୍ଧକ୍ୟ ସୁଖ ପାଇଁ କେଉଁ ଗ୍ରହ କେଉଁ ଭାବ ତାହା ଅତି ପରିମାଣରେ ଦାୟୀ। ନମସ୍କାର, ମୁଁ ଜ୍ୟୋତିର୍ବିଦ ବିବୁଧାନନ୍ଦ ଶତପଥୀ। ଆଜିର ଅଧ୍ୟାୟରେ ଆମେ ବାର୍ଦ୍ଧକ୍ୟ ଜୀବନ କିଭଳି କଟିବ ବା ବାର୍ଦ୍ଧକ୍ୟ ଜୀବନରେ ପିଲାମାନଙ୍କ ଠାରୁ ସୁଖ ମିଳିବ ନା ନାହିଁ ସେ ବିଷୟରେ ବିଚାର କରିବା। ଏହା ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆଜିକାଲି ଚିନ୍ତାର ବିଷୟ। ମୋ ବୁଢ଼ାପାରେ ବା ବାର୍ଦ୍ଧକ୍ୟରେ ମୋ ପିଲାମାନେ ମୋ ସହିତ ସାଥ ଦେବେ ତ? ଆମର ଭାଗବତ କହେ, ପୂର୍ବ ଅର୍ଜିତ କର୍ମ ଫଳେ ଯାଚି ମୁଁ ଦେଉଥାଇଁ ବଳେ। ତେଣୁ ଏହି ନ୍ୟାୟରେ ଆମେ ପଞ୍ଚମ ସ୍ଥାନ ଦେଖିବା। ପଞ୍ଚମ ସ୍ଥାନ ଯାହା ପୂର୍ବ ଜନ୍ମର ସ୍ଥାନ, ପୂର୍ବ ପୁଣ୍ୟର ସ୍ଥାନ, ସନ୍ତାନର ସ୍ଥାନ, ସଂସ୍କାରର ସ୍ଥାନ, ଧୀ ଶକ୍ତିର ସ୍ଥାନ, ସମ୍ବେଦନଶୀଳତାର ସ୍ଥାନ। ତା ସହିତ ନବମ ସ୍ଥାନ ଯାହା ଆପଣଙ୍କର ଭାଗ୍ୟ ସ୍ଥାନ, ଉଚ୍ଚ ଶିକ୍ଷାର ସ୍ଥାନ ଏବଂ ପିତାଙ୍କର ସ୍ଥାନ, ସେ ସ୍ଥାନକୁ ଦର୍ଶାଏ। ପୁନଃ କୁଣ୍ଡଳୀର ଚତୁର୍ଥ ସ୍ଥାନ ଯାହା ସୁଖ ସ୍ଥାନ ତାହା ମଧ୍ୟ ବାର୍ଦ୍ଧକ୍ୟର ସୁଖ ଅବସ୍ଥାକୁ ସୂଚନା ଦେଇଥାଏ। ତା ସହ କୁଣ୍ଡଳୀର ସପ୍ତମାଂଶ ଯାହା D7 ସେ କୁଣ୍ଡଳୀରେ ଲଗ୍ନ ଭାବ ଏବଂ ପଞ୍ଚମ ଭାବ ଶୁଭ ସ୍ଥିତିରେ ଶୁଭ ଗ୍ରହଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ବାର୍ଦ୍ଧକ୍ୟ ସ୍ଥାନ ପରିପୁଷ୍ଟ ହୋଇଥାଏ ଏବଂ ବାର୍ଦ୍ଧକ୍ୟ ସମୟରେ ସୁଖ ପ୍ରାପ୍ତି ହୋଇଥାଏ। ବର୍ତ୍ତମାନ ବିଚାର କରିବା, ଯଦି ପଞ୍ଚମ ସ୍ଥାନ ପୂର୍ବଜନ୍ମ ସ୍ଥାନ ତାହେଲେ ସେଠୁ କେମିତି ଭବିଷ୍ୟତ ଜଣା ପଡ଼ିବ? ହଁ, ପଞ୍ଚମ ସ୍ଥାନରେ ବସିଥିବା ଗ୍ରହମାନେ ଆପଣଙ୍କ ଜୀବନର ଶେଷାର୍ଦ୍ଧ ବା ବାର୍ଦ୍ଧକ୍ୟ ଜୀବନ ବିଷୟରେ ସୂଚନା ଦେଇଥାନ୍ତି। ଯେମିତିକି ପଞ୍ଚମ ଭାବରେ ଯଦି ରାହୁ, ରବି, ମଙ୍ଗଳଙ୍କ ଭଳି କ୍ରୂର ଗ୍ରହ ରହନ୍ତି ତାହେଲେ ବାର୍ଦ୍ଧକ୍ୟ ଜୀବନ ଆପଣଙ୍କର ସୁଖମୟ ହେବନି। ରାହୁ ଯାହା ଭ୍ରମର ପ୍ରତୀକ, ଯାହା ଇଲ୍ୟୁଜନର ପ୍ରତୀକ, ଯାହା ବିସ୍ତାରବାଦୀର ପ୍ରତୀକ, ରାହୁର ଉପସ୍ଥିତି ପଞ୍ଚମ ଭାବରେ ବ୍ୟକ୍ତିର ସନ୍ତାନକୁ ବାସ୍ତବବାଦୀ ନକରି ଏକ କୁହେଳିକାପୂର୍ଣ୍ଣ ଏବଂ ଏକ ଭାବନା ରାଜ୍ୟରେ ରହୁଥିବା ବ୍ୟକ୍ତିରେ ପରିଣତ କରିଦିଏ। ଫଳରେ ପିତା ପୁତ୍ରଙ୍କର ସମ୍ପର୍କ ବାସ୍ତବ ଠାରୁ ଦୂରେଇ ଯାଏ ଏବଂ ସେ ବାର୍ଦ୍ଧକ୍ୟ ଜୀବନ ଭଲ ହୋଇନଥାଏ। ରବି ମହାଗ୍ରହଙ୍କ ପ୍ରଭାବରେ ଆମେ ଦେଖୁ ଯେ ସେ ବ୍ୟକ୍ତି ଇଗୋଇଷ୍ଟିକ୍ ହୋଇଯାନ୍ତି ବା ଅହଂଗୁଣା ସମ୍ପନ୍ନ ହୋଇଯାଇଥାନ୍ତି, ପିଲା ବି ଅହଂଗୁଣା ସମ୍ପନ୍ନ ହୋଇଯାଇଥାନ୍ତି। ଫଳରେ ଇଗୋକୁ ନେଇ ପିତା ପୁତ୍ରଙ୍କ ଭିତରେ ବା ଅଭିଭାବକ ଓ ସନ୍ତାନଙ୍କ ଭିତରେ ସମ୍ପର୍କ ଭଲ ରହେ ନାହିଁ। ଯଦି ମଙ୍ଗଳ ରହେ ତାହେଲେ ଯାହା କ୍ରୋଧର ପ୍ରତୀକ ଏବଂ ଯାହା ଘୃଣାର ପ୍ରତୀକ, ପଞ୍ଚମ ସ୍ଥାନରେ ମଙ୍ଗଳ ରହିଲେ ସମ୍ପର୍କରେ ତିକ୍ତତା ଆସିଯାଏ। ତାହେଲେ ବିଚାର କରନ୍ତୁ, ପୁଣି ଯଦି ପଞ୍ଚମାଧିପତି ଏବଂ ଚତୁର୍ଥାଧିପତିର ସମ୍ପର୍କ ରହେ, ଶୁଭ ଗ୍ରହର ସମ୍ପର୍କ ରହେ, ଦୁଇଙ୍କ ଭିତରେ ଯଦି ଗୃହ ପରିବର୍ତ୍ତନ ହୁଏ ତାହେଲେ ବାର୍ଦ୍ଧକ୍ୟ ଜୀବନ ସୁଖମୟ ହୋଇଥାଏ। ଯଦି ପଞ୍ଚମାଧିପତି ଏବଂ ନବମାଧିପତିର ବି ସମ୍ପର୍କ ଭଲ ରହେ, ଶୁଭ ଗ୍ରହର ପ୍ରଭାବ ରହେ ବା ସ୍ଥାନ ପରିବର୍ତ୍ତନ ହୁଏ, ତାହା ବି ମଧ୍ୟ ବାର୍ଦ୍ଧକ୍ୟ ସୁଖର ସୂଚନା ଦେଇଥାଏ। ତା ସହ ଶୁଭ ଗ୍ରହ ବୃହସ୍ପତିଙ୍କର ସ୍ଥିତି କେନ୍ଦ୍ର ବା କଣରେ ତାହା ମଧ୍ୟ ବାର୍ଦ୍ଧକ୍ୟ ସୁଖର ସୂଚନା ଦେଇଥାଏ। ତା ସହ ଚତୁର୍ଥ ସ୍ଥାନରେ ଶୁକ୍ର ବୃହସ୍ପତିଙ୍କ
ଭଳି ଶୁଭଗ୍ରହର ପ୍ରଭାବରେ ମଧ୍ୟ ବାର୍ଦ୍ଧକ୍ୟ ସୁଖ ମିଳିଥାଏ। ତାହେଲେ ବିଚାର କରନ୍ତୁ ବାର୍ଦ୍ଧକ୍ୟ ସୁଖ ପାଇଁ କେଉଁ ଗ୍ରହ କେଉଁ ଭାବ ତାହା ଅତି ପରିମାଣରେ ଦାୟୀ, ସେ ବିଷୟରେ ବିଚାର କଲେ। ମୋ ଭିଡ଼ିଓ ଯଦି ଭଲ ଲାଗୁଥାଏ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ଆଜ୍ଞା। ନମସ୍କାର।